ବୁଧବାର ଏସିଆ କପ୍ 2025ର ଦଶମ ମ୍ୟାଚ୍ରେ ପାକିସ୍ତାନ ୟୁଏଇକୁ 41 ରନରେ ପରାସ୍ତ କରିଛି। ପାକିସ୍ତାନ ଦଳ ପଡ଼ିଆକୁ ବିଳମ୍ବରେ ପହଞ୍ଚିଥିଲା, ଯାହାଫଳରେ ମ୍ୟାଚ୍ରେ 1 ଘଣ୍ଟା ବିଳମ୍ବ ହୋଇଥିଲା। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ ୟୁଏଇ ବୋଲରଙ୍କ ସମ୍ମୁଖରେ ଅସହାୟ ଦେଖାଯାଇଥିଲା। ସାଇନ୍ ଆଫ୍ରିଦି ଶେଷ ଓଭରରେ 3ଟି ଚୌକା ମାରି ପାକିସ୍ତାନକୁ 140 ଅତିକ୍ରମ କରାଇଥିଲା। ପାକିସ୍ତାନ 20 ଓଭରରେ 9ଟି ୱିକେଟ୍ ହରାଇ 146 ରନ୍ କରିଥିଲା। ଜବାବରେ ୟୁଏଇ 17 ଓଭର 4ଟା ବଲ୍ରେ 105 ରନ୍ରେ ଅଲ୍ଆଉଟ୍ ହୋଇଥିଲା। ପାକିସ୍ତାନ 41 ରନ୍ରେ ମ୍ୟାଚ୍ ଜିତି ସୁପର 4ରେ ସ୍ଥାନ ପକ୍କା କଲା। ପାକିସ୍ତାନ ଏବେ ସେପ୍ଟେମ୍ବର 21 ତାରିଖରେ ପୁଣି ଥରେ ଭାରତ ସହିତ ମୁକାବିଲା କରିବ। ଟସ୍ ହାରିବା ଏବଂ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ପାକିସ୍ତାନ ସଂଘର୍ଷ କରିଥିଲା ଏବଂ ୟୁଏଇ ବୋଲରଙ୍କ ବିରୋଧରେ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଭାରତୀୟ ବଂଶୋଦ୍ଭବ ବୋଲର ସିମରନଜନ ସିଂ, ଯିଏ ପିଲାବେଳେ ଶୁଭମ ଗିଲଙ୍କୁ ବୋଲିଂ କରିଥିଲେ, ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିଥିଲେ। ପାକିସ୍ତାନର ବ୍ୟାଟିଂ ସମ୍ପୂର୍ଣ୍ଣ ବିପର୍ଯ୍ୟୟ ଥିଲା। ଦଳର ଅଧା ବ୍ୟାଟ୍ସମ୍ୟାନ 90 ରନ୍ରେ ପହଞ୍ଚିବା ପୂର୍ବରୁ ପ୍ୟାଭିଲିୟନ ଫେରିଯାଇଥିଲେ।